ଆଜି ଅଭିଯୋଗ କରିଛନ୍ତି ଯୋଉ ଆଇନ ମନ୍ତ୍ରୀଙ୍କ ଆଶ୍ରୟ ନେଇଛନ୍ତି, ତାଙ୍କର ଯୋଉ ଅଭିଯୋଗ କରିଥିଲେ ଆପଣଙ୍କ ନାଁରେ, ଆପଣ ତାଙ୍କୁ ହଇରାଣ କରୁଛନ୍ତି ପଇସା ପତ୍ରରେ, ଯାହାକୁ ନେଇକି ସେ ଆଇନ ମନ୍ତ୍ରୀଙ୍କୁ ଆଜି ଭେଟ କରିଛନ୍ତି ଏବଂ ତାଙ୍କ ପାଖରେ ଅଭିଯୋଗ ରଖିଛନ୍ତି। ଆପଣ କଣ କହିବେ ସେ ସମ୍ପର୍କରେ? ଅତି ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଇଟା ମୁଁ ଯାଇଥାନ୍ତି, ସେ ଚାଲିଛନ୍ତି, ବଢିଆ ହେଇଛି। ମୋ ପଇସା ଖଣ୍ଡା ବର୍ତ୍ତମାନ ମିଳିଯିବ। ଯୋଉ କୋଟି 1.5 କୋଟି ଟଙ୍କା ମୁଁ ତାକୁ ଭାବିଥିଲି, କେତେ କଷ୍ଟ କରିବା ପାଇଥାନ୍ତା, କେତେ ଅଟକା ହେଇଥାନ୍ତେ, ବିଭିନ୍ନ କେସ୍ ବାସ ହେଇଥାନ୍ତା, ବିଭିନ୍ନ ବେପାର ନେଇଥାନ୍ତା। ଯାହା ମୁଁ ଏଇଟାକୁ ପୁରା ସ୍ୱାଗତ କରୁଛି। ଆଇନ ମନ୍ତ୍ରୀ ତୁରନ୍ତ ଇନକ୍ୱାରି କରି ୟାର ପଦକ୍ଷେପ ନିଅନ୍ତୁ। ମୋ ପଇସା ଖଣ୍ଡା କେମିତି ପାଇବି ସେ ପଦକ୍ଷେପ ବି ମତେ ମିଳିବ ବୋଲି ମୋର ଆଶା ଲାଗୁଛି। ଆଉ ନିଜେ ଯେ କହୁଛନ୍ତି ଯାଇଛନ୍ତି, ମୁଁ ତାକୁ ପୁରା ସ୍ୱାଗତ, ଆଇନ କି ସମ୍ମାନ ଦଉଛି, ଆଇନ କି ଦଉଥିବି, ଦଉଥିଲି ମଧ୍ୟ। ମୁଁ ଆଇନ ବିରୁଦ୍ଧରେ ବିଲକୁଲ ନୁହଁ, କାହିଁକିନା ମୁଁ ଜାଣିଛି ଡିସିପ୍ଲିନ କଣ। ଟଙ୍କା ଦେଇଛି, ଟଙ୍କା ମାଗୁଛି, ଟଙ୍କା କଳେ ଯେମିତି ହେଲେ ଟଙ୍କା ଦେବେ। ସେ ଯୁଆଡେ ଯାଆନ୍ତୁ, ଟଙ୍କା ମୁଁ କଷ୍ଟ କରି କମେଇଛି, ଟଙ୍କା ଦେବେ। ପଇସା ଯାହାକୁ ମାଗିବି, ଯାହାକୁ ଯୋଉମାନେ ନ ଦଉଥିଲେ, ଏଇ ଦେଖନ୍ତୁ ଏ କେସ୍ ବାସ ଉପରେ ବହୁତ ଲୋକ ପଇସା ଫେରେଇଛନ୍ତି, ବୁଝିଲେ କି? ଆହୁରି ବହୁତ ଲୋକ 13 ତାରିଖ ଭିତରେ ଆଉ କିଛି ଲୋକ ନେଇଛନ୍ତି। 13 ତାରିଖ ଭିତରେ ପ୍ରାୟ ମୋର ସମସ୍ତ ପଇସା ଦେବେ ବୋଲି ପ୍ରାୟ କରିଛନ୍ତି। 2 ଜଣ 3 ଜଣ ଦେଇ ସାରିନି ପରଦିନ ଭିତରେ। ତେଣୁ ଟଙ୍କା ମୋର ଫେରିଗଲେ ମୁଁ ସାଇଲେନ୍ସ, ସିଏ ସାଇଲେନ୍ସ। ଟଙ୍କା ମୋ ଗଣ୍ଡା ଦେଇ ଦିଅନ୍ତୁ, ଯାହାକୁ କହିବେ ସେ ଟଙ୍କା ଥବ। ଆଉ ଯୋଉମାନେ କହୁଛନ୍ତି ଝିଅ ପିଲାଟା ବୋଲି କହୁଥିବେ, ଝିଅ ପିଲା ଯାହା ଚାହିଁବ ସେୟା କରିଦବ, ଜଣେ ଟଙ୍କା ନେଇକି ମିଛରେ କରିଦେବିନି। କେତେ ଝିଅ ଯାଇ କୋଉଠି ପହଞ୍ଚୁଛନ୍ତି ଦେଖୁଛନ୍ତି ନା ନାଇଁ? ସେ ଯୋଉ ଅଭିଯୋଗ କରିଛନ୍ତି ଆତଙ୍କବାଦୀ ସାଙ୍ଗରେ ମିଶିଗଲେଣି ପାକିସ୍ତାନରେ ଯାଇକି ଝିଅ କଣ କମଜୋର ଭାବୁଛନ୍ତି କି ଆପଣ? ସେ ଇଏ ସାଂଘାତିକ ପିଲା। କୁହନ୍ତୁ। ସେ ଯୋଉ ଅଭିଯୋଗ ଆଣୁଛନ୍ତି ଯେ ଆପଣ ତାଙ୍କ ପଇସା ଆହୁରି ଫେରେଇବାର ଅଛି, ପଇସା ମତେ ସେ ଦେବେ। ଆପଣ ରେଜିଷ୍ଟର ଦେଖିବେ। ଯାତ୍ରା ଭାଙ୍ଗିଦେଲେ, ଯାତ୍ରା ପାର୍ଟି ଭାଙ୍ଗିଦେବେ ତାଙ୍କୁ କହିଲେ, ସେ ଏବେ କୋଉଠି ଯିବେ ବୋଲି ସେ କହୁଛନ୍ତି। ବୁଝିପାରିଲେନି କି? ଆପଣ ଆଗେ ପ୍ରଥମ କଥା ବୁଝନ୍ତୁ। ମାସେ ଆଗରୁ ମୁଁ ମନା କରିସାରିଛି, ଏଟା ପ୍ରାଇଭେଟ ସଂସ୍ଥା। ଆମେ ଗଭର୍ଣ୍ଣମେଣ୍ଟ ଅନୁଦାନରେ ଯାତ୍ରାପାଟି କରିନଥିଲୁ। ଆମର ପଇସା ହେଲାନି, ଆମେ ସେଥିପାଇଁ ଯାତ୍ରାପାଟି ବନ୍ଦ କରୁଛୁ। ଇଣ୍ଡିସିପ୍ଲିନ ପିଲା ଗୋଟିଏ ପାର୍ଟି ବନ୍ଦ କରୁଛି, 2ଟା ପାର୍ଟି ବି କରୁଛି। ମୁଁ ଯୋଉ ନା ଇଣ୍ଡିସିପ୍ଲିନ ଯୋଉମାନେ 50 ଜାଗାରେ ମୁଁ ଦେଲି ବୋଲି ଜୋରିମାନା, ତେଣୁ କରି ରଖିବିନି ମନା କଲି। ମନା କରିବାକୁ କିଛି ନାହିଁ। ଫେରେ ଅଲଗା ଷ୍ଟାଫ ଚାକିରି କରିବେ ନା ନାହିଁ? ଆଙ୍କୁ ମନା କଲି, ଏମାନେ ଶୃଙ୍ଖଳିତ ନୁହନ୍ତି ବୋଲି। ତାଙ୍କୁ ମନା କଲି, ମୋ ପଇସା ଖଣ୍ଡା ଫେରି ତାଙ୍କ ବାଟରେ ଯିବେ। ତମର ସରକାର ସମସ୍ତଙ୍କୁ ଚାକିରି ଦେଇ ଦଉଛି? 4.5 କୋଟି ଓଡିଆଙ୍କୁ ସରକାର କଣ ଚାକିରି ଦେଇପାରିବ? ସମସ୍ତଙ୍କୁ ଦେଇପାରିବନି। ଆଶ୍ରୟ ନେଇଛନ୍ତି, ଆପଣ ପରବର୍ତ୍ତୀ ପଦକ୍ଷେପ କଣ ରହିବ? ଆଇନ କି ବା ସମ୍ମାନ ଦଉଛି। ଆଇନ ତାର ଆଇନ ଯଦି ଆମେ କୋପରେସନ ନ କରନ୍ତୁ, ଆଇନ ତାଙ୍କ ନାଁରେ ବି 2ଟା କେସ୍ ହେଇଛି। ଆଇନ ଖାଲି ଛାଡିଯିବନି ଜଣଙ୍କ ନାଁରେ। ତାଙ୍କର ଯୋଉ ନାଁରେ କେସ୍ ହେଇଛି, ଯୋଉଠି ଅକେରେନ୍ସ ଘଟିଛି, ସେଠି ଆଗେ ବୁଝନ୍ତୁ, ସେଠି ଇନକ୍ୱାରି କରନ୍ତୁ। ନାଣ୍ଡୁ ବାବୁ ଥିଲେ ନା ନାହିଁ, ଝଗଡା କାହା ସହିତ ହେଲା, ସେ କହୁଛନ୍ତି ସେ ଭଗବାନ ହେଇଗଲେ। ନାଣ୍ଡୁ ବାବୁ କରେଇଥିବେ, ସେ ଭଗବାନ। ମୁଁ ତ ଶୋଇଥିଲି, ରାତି ତାଙ୍କର ଗଣ୍ଡଗୋଳ ପରେ ମୁଁ ଉଠିଲି। 9ଟା ଫୋନ ପରେ ନିଦ ହେଇଯାଇଥିଲା ଜୋର। ସେ କହିଦେଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏଠି ଗଲେ ନ୍ୟାୟଟା ଅନ୍ୟାୟ ହେଇଯିବ? କିଛି ହବାର ନାହିଁ। ମୋର ବି ଆଇନ ଉପରେ ଭରସା ଅଛି। ମୋର ଟଙ୍କା ପାଇଁ ଚାଲିଛି ବେପାର। ଯେତେ ଲୋକ ଯିଏ ଟଙ୍କା ନେଇଛନ୍ତି ଦିଅନ୍ତୁ। ପ୍ରାୟ ମୁଁ ଭାବୁଛି ଆଉ ଆସିବି କି ନାହିଁ, କାହିଁକି ଟଙ୍କା ସବୁ କହିସାରିଲେଣି 13 ତାରିଖ ଭିତରେ ଦେଇଦେବେ ବୋଲି। ଟଙ୍କା ଆଉ ସେ ଯୋଉ କହୁଛନ୍ତି, ମୁଁ ନାଣ୍ଡୁ ବାବୁ ନିଜେ ମାନିଛି ବା ଟଙ୍କା ଦେଇଛି ବୋଲି। ଟଙ୍କା ଦେଇଛି, ମୋ ଟଙ୍କା ଯିଏ ନ ଫେରେଇବେ କେସ୍ ହବ, ସେ ମିଡିଆକୁ ଆସିବେ। ଏଇଟା ମୁଁ କହିଥିଲି। ଆଉ ସେ ତ ସବୁ ପ୍ରାୟ 2-3 ଜଣ ଦେଇ ସାରିଲେଣି। ଆଉ ଯେତେ ଲୋକ ଅଛନ୍ତି 13 ତାରିଖ ଭିତରେ ଦେବେ। ଆସିବେ କାହିଁକି? ଟଙ୍କା ଦେଇଦେବେ ଭଲ। ସେ ଯୁଆଡେ ଯାଆନ୍ତୁ, ମୋ ଟଙ୍କା ମୁଁ ଇଏ କରିବି। ସେଠି ସିନା ଇଏ କରିବେ, ପଇସା ଆଦାୟ ହବ। ଭଲରେ ପଇସା ଦେଇଦେଇକି ଭଲରେ ରୁହନ୍ତୁ। ଭଲ ଟଙ୍କା ନ ଦେଇକି ମିଡିଆ ଫିଡିଆ ଏଇ ଯୋଉ ଏଠିକି ସବୁ ପଳେଇ ଯାଉଛନ୍ତି। ଯୋଉଠି ଯାଆନ୍ତୁ, ଆଇନ ଗୋଟେ ଅଲଗା ବାଟ ନା ନାହିଁ? ଆଇନ ବାଟରେ ଯିବେ ନା। ଆଉ ବେଲାଇନରେ କଣ ଧମକେଇକି ଶୋ ବାଜ କରି ଡରେଇକି ପଇସା ଦେବେନି? ସେଠି ଅଟକେଇବେ। ଗାଁ ଲୋକ ଧରି ଆଣିବେ ପୁରା ବା, ଅଟକେଇକି ରଖିବେ। ବିଗତ ଦିନ ଏଇଆ ହବ, ଆପଣଙ୍କୁ କହିଦେଲି। ଗାଁ ଲୋକ ବି ସବୁଆଡେ ଝୁଅ ମାଇପେ ଅଛନ୍ତି। ସେଇ ଅଛନ୍ତି, ଆଉ କୋଉଠି ନାହାନ୍ତି। ତା ବି ଭାବିବା ଭୁଲ। ଟଙ୍କା ମୋର, ଆମେ ଆମ ବାଟରେ, ସେ ତାଙ୍କ ବାଟରେ। ମୁଁ କଷ୍ଟ କରି ପଇସା ଇନକମ୍ କରି, ସେ ଏ କଥା କଣ ମୁଁ ଆଇନ ବାଟରେ ଯାଉଛି, ବେଲାଇନ ବାଟରେ ଯାଉଛି କି? ଆଇନ ବାଟରେ ଯାଉଛି। କାଗଜ ମୋ ପାଖରେ ଅଛି, ପେନ୍ ଆଣ୍ଡ ପେପର, ମୁଁ ପ୍ରମାଣ ସହିତ ମାଗୁଛି। ମୁଁ କୋଉଠି ଜୋର ଜବରଦସ୍ତ ଇଏ କରିକି ମାଗୁନି।
ମୁଁ ଆଇନ କି ହଉ ଯଥେଷ୍ଟ ସମ୍ମାନ ଦେବି। ଯୋଉଟା ସିଏ ଯାଇଛନ୍ତି ମୁଁ ଯାଇଥାନ୍ତି ବିଗତ ଦିନରେ, ଯୋଉ ଯାଇଛନ୍ତି ମୁଁ ପୁରା ସ୍ୱାଗତ ଯୋଗ୍ୟ ପଦକ୍ଷେପକୁ ମୁଁ ତାଙ୍କୁ ଆଇନ କି ସହଯୋଗ କରିବି। ମୋ ପଇସା ଖଣ୍ଡା କେମିତି ମିଳିବ, ବର୍ତ୍ତମାନ ଯାହା ଗୋଟେ ବାଟ ମିଳିବ, ଅସୁବିଧା କଣ ଅଛି? ହଉ ହଉ ଟଙ୍କା କିନ୍ତୁ ମୁଁ ନେବି। ଠିକ ଅଛି ଠିକ ଅଛି। ଆଜ୍ଞା।